ସଭାପତି ମହୋଦୟ ଏବଂ ଆମର ସହକର୍ମୀ ଆଦରଣୀୟ କୁନିକୁନି ଆଜି ଯେଉଁ ବିଧାୟକ ଦିବସ ଆୟୋଜନ କରାଯାଇଛି ଏ ଦିବସ ଆମ ସମସ୍ତଙ୍କ ପାଇଁ ସୁଖ ଓ ଦୁଃଖର ମିଶ୍ରଣର ଦିନ। ବିଦାୟଟା ଦୁଃଖ ଦେଇଥିବ କିନ୍ତୁ তুমি জানিଥିବ ଗୋଟେ ଉଦାହରଣ ଦେଉଛି ବାପା ଯେତେବେଳେ ଝିଅକୁ ବିଦା କରନ୍ତି କନ୍ୟାଦାନ କରନ୍ତି ସେତେବେଳେ ଦୁଃଖୀ ବି ହୁଅନ୍ତି ଖୁସି ବି ହୁଅନ୍ତି। ତ ପକେଟରୁ 5 ଟଙ୍କାର କଲମଟେ ଯଦି ଆମେ କାହାକୁ ଦଉ ମନକୁ ଭାରି କଷ୍ଟ ଲାଗେ କିନ୍ତୁ ବାପା ଝିଅଟିକୁ ଛୋଟରୁ ବଡ଼ କରିଥାନ୍ତି ଆଉ ଯେତେବେଳେ ଜାଣି ଯୌତୁକ ଦେଇ ଝିଅଟିକୁ ବିଦା କରନ୍ତି କ'ଣ ବାପାଙ୍କ ହୃଦୟରେ କଷ୍ଟ ହୁଏନି କି? ହୁଏ ନିଶ୍ଚିତ କିନ୍ତୁ ତାହେଲେ ବିଦା କରନ୍ତି କାହିଁକି ନା ସମାଜର ନିୟମ ଆମେ ସେ ମୁଣ୍ଡ ନାହିଁ କିନ୍ତୁ ବାପା ଯେଉଁ କନ୍ୟାଦାନ କରନ୍ତି ସେଇଟା ଝିଅର କିଛି ଲାଭ ହୁଏନି। ଝିଅ ନରକକୁ ଯାଏ ଝିଅ ଖୁସିରେ ରହେନି ଦୁଃଖ ପାଏ ଜୀବନ ସାରା କିନ୍ତୁ ବାପା ଝିଅକୁ ନରକକୁ ଠେଲି ଦେଇ କୁହନ୍ତି କନ୍ୟାଦାନ କରା ମହାପୁଣ୍ୟ ନିଜ ମନକୁ ବୁଝେଇ ଦିଅନ୍ତି ସମାଜ କରିଥିବା ନିୟମ ଆଗରେ ନିଜ ହାର ମାନି ଯାଆନ୍ତି ମତ ତଳକୁ କରିଦିଅନ୍ତି। କିନ୍ତୁ ଆଜି ଯେଉଁ ବିଦାୟ ଦିବସ ଆମେ ଯେଉଁ ପିଲାମାନଙ୍କୁ ବିଦାୟ ଦେଉଛୁ ଆମେ ଖୁସିର ସହିତ ଗର୍ବର ସହିତ କହିପାରିବା ଆମ ପିଲାମାନଙ୍କୁ ଆମେ ନରକକୁ ଠେଲି ଦେଉଛୁ ସେମାନେ ଆକାଶର ପକ୍ଷୀ ଭାବରେ ଯାଉଛନ୍ତି ବହୁତ ଉପରକୁ ତାଙ୍କ ଜୀବନ ନରକକୁ ନୁହେଁ ବହୁତ ସ୍ତରକୁ ଯିବ ସେଥିପାଇଁ ଆମେ ଖୁସି ହେବା ଦରକାର। କାହିଁକି ନା ତାଙ୍କର ଅଷ୍ଟମ ପର୍ଯ୍ୟନ୍ତ ଏହି ପାଠ ସମାପ୍ତ ହେଲା ତାପରେ ଉଚ୍ଚ ଶିକ୍ଷା ଗ୍ରହଣ କରିବା ପାଇଁ ତାଙ୍କୁ ଅନ୍ୟ ବିଦ୍ୟାଳୟକୁ ଯିବାକୁ ପଡ଼ିବ ଆମେ ତାଙ୍କୁ ଅଟକେଇ ପାରିବାନି କିନ୍ତୁ ଯେହେତୁ ଛୋଟ ବେଳୁ ଆମେ ତାଙ୍କୁ ଅଷ୍ଟମ ପର୍ଯ୍ୟନ୍ତ ତାଙ୍କର ଅଳି ଅଣ୍ଡଳି ତାଙ୍କର ଭଲ ମନ୍ଦ ସବୁ କଥା ବୁଝୁଥିଲୁ ଦୁଃଖ ତ ଲାଗିବ କିନ୍ତୁ ସେଇ ଦୁଃଖ ଭିତରେ ବି ଟିକେ ମନକୁ ସାନ୍ତ୍ୱନା ଲାଗୁଛି କାହିଁକି ନା ମୋର ପିଲାମାନେ ଅଧିକ ପାଠ ପଢ଼ିବା ପାଇଁ ଯାଉଛନ୍ତି
ପକେଟ ହାତ ମାରିଛନ୍ତି ଆଉ ଗୋଟିଏ ପିଲାର ପକେଟରୁ ସେ ଘଣ୍ଟାଟି ସେ ପାଇଛନ୍ତି। ସେ ଘଣ୍ଟାଟା ଆଣି ସାରିବା ପରେ ନିଜ ଆଖିର ପଟି ଖୋଲିଛନ୍ତି, ତାପରେ ସବୁ ପିଲାଙ୍କ ଆଖିରୁ ପଟି ଖୋଲି ଦେଇଛନ୍ତି। ତ ଘଣ୍ଟାଟି ଯୋଉ ପିଲାର ପକେଟରେ ଥିଲା ସେ ପିଲାଟି ନିଶ୍ଚିତ ମନେ ମନେ ଲଜ୍ଜା ବୋଧ କରିଛି। ସାର୍ ଜାଣିନେଲେ ଯେ ମୁଁ ଘଣ୍ଟାଟା ଚୋରି କରିଥିଲି ବୋଲି। ସାର୍ ମୋତେ ବହୁତ ଖରାପ ଭାବିଥିବେ। ଏଇ ଗୋଟିଏ କଥା ତା ମନ ଭିତରେ ଗୁଞ୍ଜରିତ ହେଉଥିଲା, କିନ୍ତୁ ସେ ଦେଖିନଥିଲା ସାରଙ୍କ ଆଖିରେ ପଟି ବନ୍ଧା ହେଇଥିଲା। ପିଲାଟି ତାପରେ ଘଣ୍ଟା ଯାହା ଚୋରି ହେଇଥିଲା ସେ ଘଣ୍ଟା ପାଇଲା, ସେ କାମ ସେଠି ଶେଷ ହେଇଗଲା। କିନ୍ତୁ ଚୋରି କରିଥିବା ପିଲାଟି ସେଇ କଥାଟିକୁ ମନ ଭିତରେ ରଖିଥାଏ ଆଉ ମନେ ମନେ ନିଜକୁ ଧିକ୍କାର କରୁଥାଏ, ମୁଁ କାହିଁକି ଚୋରି କଲି? ସାର୍ ମୋ ପକେଟରୁ ଘଣ୍ଟା ପାଇଲେ ମୋତେ କେତେ ଖରାପ ଭାବୁଥିବେ। ପିଲାଟି ଧୀରେ ଧୀରେ ବଡ଼ ହୋଇଛି। ଯେତେବେଳେ ଶିକ୍ଷକ ବୃଦ୍ଧାବସ୍ଥାରେ ପହଞ୍ଚିଯାଇଛନ୍ତି, ହଠାତ୍ ସେଇ ଛାତ୍ରଟି ଶିକ୍ଷକଙ୍କ ସହିତ ଦେଖା ହେଇଛି। ଛାତ୍ରଟି ଆସିଛି, କିନ୍ତୁ ପିଲାଟି ସେଇ କଥାଟିକୁ ଭୁଲି ନାହିଁ। ସେତେ ଦିନ ପର୍ଯ୍ୟନ୍ତ ସେ ମନ ଭିତରେ ରଖିଛି। ଆସିକି ସାରଙ୍କୁ ପ୍ରଣାମ କରିଛି ଆଉ ସାରଙ୍କୁ କହିଛି, ସାର୍ ମୁଁ ସେଇ ପିଲା, ଆପଣ ମୋତେ ଚିହ୍ନି ପାରୁଛନ୍ତି ନା? ତ ସାର୍ କହିଲେ, ନା ମୁଁ ଚିହ୍ନି ପାରୁନି। ନା ହଁ ଆପଣ ନିଶ୍ଚିତ ଚିହ୍ନିଥିବେ, ମୁଁ ସେଇ ପିଲା ଯୋଉ ପିଲା ଘଣ୍ଟା ଚୋରି କରିଥିଲା ଆଉ ଆପଣ ମୋ ପକେଟରୁ ସେ ଘଣ୍ଟାଟିକୁ ପାଇଥିଲେ। ସାର୍ କହିଲେ, ଘଣ୍ଟାଟା ଯେତେବେଳେ ମୁଁ ଖୋଜିଥିଲି ସେତେବେଳେ ପରା ମୋ ଆଖିରେ ପଟି ବନ୍ଧା ହେଇଥିଲା, ମୁଁ କେମିତି ଜାଣିବି ତୁ ସେଇ ପିଲା ବୋଲି? ତାହେଲେ ଚିନ୍ତା କର, ଶିକ୍ଷକ ବି ଚାହାନ୍ତି ନାହିଁ ଗୋଟେ ପିଲାଟି ମୋ ଆଖି ଆଗରେ ଚୋର ବୋଲି ସାବ୍ୟସ୍ତ ହେଇଯାଉ। ଶିକ୍ଷକ ଚାହାନ୍ତି ପିଲାଟି ଯେତେ ଭୁଲ କଲେ ବି ସେ ଯେମିତି ଭଲ ମଣିଷଟିଏ ହଉ, ମୁଁ ତାକୁ କ୍ଷମା କରିବି। ମୋର କ୍ଷମା, ମୋର ନୀତିବାଣୀ ତା ହୃଦୟକୁ ପରିବର୍ତ୍ତନ କରିଦେଉ। ସେ ଗୋଟେ ଭଲ ପିଲା ହେଇଯାଉ, ଭଲ ମଣିଷଟିଏ ହଉ। ଶିକ୍ଷକ ଯେବେ ସେ କଥା ମନେ ରଖିନଥାନ୍ତି, କିନ୍ତୁ ପିଲାଟି ସେଇ କଥାଟିକୁ ମନେ ରଖି ନିଜ ଜୀବନକୁ ପରିବର୍ତ୍ତନ କରିଛି ଆଉ ଭଲ ମଣିଷଟିଏ ହେଇଯାଇଛି। ଯେତେବେଳେ ଜାଣିଲା ମୋ ଶିକ୍ଷକ ମୋତେ ଚିହ୍ନି ନାହାନ୍ତି ଆଉ ମୋତେ ଜାଣି ନାହାନ୍ତି ଯେ ମୁଁ ଚୋର ବୋଲି, କିନ୍ତୁ ମିଛରେ ମୁଁ ଏତେ କଥା ଭାବୁଥିଲି, ଆସିକି ପାଦ ତଳେ ପଡ଼ିଛି, ଗୁରୁଙ୍କର ଆଉ କ୍ଷମା ମାଗିଛି। ମୁଁ ଭୁଲ ଭାବିଥିଲି, ଆପଣ କାଳେ ସେଇ କଥା ମନେ ରଖି ମୋତେ ଖରାପ ଭାବିଥିବେ, ତେଣୁ ସେ ଗୁରୁଙ୍କର ପାଦ ତଳେ ପଡ଼ି କ୍ଷମା ମାଗିଛି। ତେଣୁ ତମମାନଙ୍କ ଜୀବନରେ ଯଦି ସେମିତି କିଛି ଘଟଣା ଘଟିଥାଏ ତ କେବେ ବି ମନେ ପକେଇବନି ଯେ ମୋ ଶିକ୍ଷକ ମୋତେ ଖରାପ ଭାବିବେ ବା ସେଇ କଥାଟିକୁ ମନ ଭିତରେ ରଖିଥିବେ, କାଳେ ମୋତେ ଖରାପ ଭାବିବେ କି? ତାଙ୍କ ମନ ଭିତରେ ଖରାପ ଚିନ୍ତା ମୋ ପ୍ରତି ଥିବ କି? ନା, ଶିକ୍ଷକଙ୍କ ମନ ଭିତରେ ଖରାପ ଚିନ୍ତା ଥାଏ ତୁମମାନଙ୍କ ପ୍ରତି। ସବୁ ପିଲାଙ୍କୁ ସେ ସମାନ ଭାବରେ ଭଲ ପାଆନ୍ତି, ସମାନ ଭଲ ପାଇବା ଦେଇଥାନ୍ତି। ତେଣୁ ତୁମ ଜୀବନର ଲକ୍ଷ୍ୟକୁ ପୂର୍ଣ୍ଣ କର, ଆଗକୁ ଯାଅ। ଆଉ ଏ ବିଦ୍ୟାଳୟରୁ ଯେତେବେଳେ ପାଠ ପଢ଼ି ତୁମେ ବିଦ୍ୟାଳୟ ନେଇକି ପଳେଇଗଲ, ଏଇ ବାଟ ଦେଇକି ଯେତେବେଳେ ଯିବ ଈଶ୍ୱର ପାଦ ଉଠିକି ଯିବ, କାହିଁକି ନା ଏଇଟା କଣ ମୋ ବିଦ୍ୟାଳୟ, ମୁଁ ପରା ଏଇଠି ପାଠ ପଢ଼ିଥିଲି। ଯେତେବେଳେ ମୁଁ ଆଜି ମୋ ବିଦ୍ୟାଳୟ ଦେଇକି ଯାଏ, ମୋ ପାଦ ବି ସେଇଠି ଅଟିକି ଯାଏ, କାହିଁକି ନା ସେ ବିଦ୍ୟାଳୟ ଥିବା ଗଛମାନଙ୍କୁ ଦେଖିଲେ ମୋର ମନେ ପଡ଼ିଯାଏ, ଏଇ ସାର୍ ମୋତେ ଏଇ ଗଛ ଗୁଡ଼ିକର ଦାୟିତ୍ୱ ଦେଇଥିଲେ ଆଉ କହିଥିଲେ ଏଇ 3ଟା ଗଛ ପୁଷ୍ପାଞ୍ଜଳି କର, ଏ ଗଛ 3ଟାକୁ ତୁ ଦାୟିତ୍ୱ ନବୁ। ଆଜି ଯେତେବେଳେ ସେ ବିଦ୍ୟାଳୟ ଦେଇକି ମୁଁ ଯାଏ, ମୋ ପାଦ ବି ସେଇଠି ଅଟିକି ଯାଏ, କାହିଁକି ନା ସେ ବିଦ୍ୟାଳୟ ପ୍ରତି ଆମର ଭଲ ପାଇବା ଅଛି, ସେଇ ଶିକ୍ଷକମାନଙ୍କ ପ୍ରତି ଆମର ସମ୍ମାନ ଅଛି। ତାହେଲେ ତମେମାନେ କେମିତି ଭୁଲିଯିବ? ନିଶ୍ଚୟ ମନେ ରଖିବ ବୋଲି ଭାବୁଛି। ଆଉ ଏ ବିଦ୍ୟାଳୟ ପ୍ରତି ତୁମର ପରିଶ୍ରମ, ତୁମର ଶ୍ରମ, ତୁମର ଅର୍ଥ, ଯାହା କିଛି ତମ ଭିତରେ ଦାନ କରିବାର ଯେତେବେଳେ ସୁଯୋଗ ଆସିବ, ତୁମର ଯେତେବେଳେ ଲକ୍ଷ୍ୟ ସଫଳ ହେଇଯିବ, ସେତେବେଳେ ଏ ବିଦ୍ୟାଳୟକୁ କେବେ ଭୁଲିବନି, ହୃଦୟରୁ କେବେ ଦୂର କରିଦେବନି ଯେ ଏ ବିଦ୍ୟାଳୟ ମୋର ନୁହେଁ ବୋଲି କେବେ ମନ ଭିତରୁ ଆଣିବ ନାହିଁ। କାରଣ ଏ ବିଦ୍ୟାଳୟ ହେଉଛି ତୁମର, ଏ ଗାଁ ତୁମର। କିନ୍ତୁ ସେଠି ପାଠ ଦେଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ନ ପାଆନ୍ତୁ, କିନ୍ତୁ ମୋର ସ୍ମୃତି ନିଶ୍ଚିତ ଭାବରେ ସେ ବିଦ୍ୟାଳୟରେ ଯୋଡ଼ି ହେଇକି ଥିବ। ଆଉ ଗୋଟିଏ କଥା ମନେ ରଖିବ, ସବୁବେଳେ ଯିଏ କି ମାଟିକୁ ଭଲ ପାଅ ନାହିଁ, ପକ୍ଷୀ ହୋଇ ଆକାଶକୁ ଭଲ ପାଅ। ନିଜ ଜୀବନକୁ ଆକାଶ କରିଦିଅ, ଆଉ ପକ୍ଷୀ ହୋଇ ଆକାଶକୁ ଆମେ ଭଲ ପାଇଲେ ଆମର ଲକ୍ଷ୍ୟ ନିଶ୍ଚିତ ସଫଳ ହେବ। ଆମେ କେବେ ଆମର ଚେତନାକୁ ନିଜ ସ୍ତରକୁ ନବାନି। ଆମର ସତ୍ସଙ୍ଗତି, ଆମେ କୌଣମାନଙ୍କ ସହିତ ସାଙ୍ଗ ହଉଛେ, କୁସଙ୍ଗ କରି ନିଜ
जीवन को नष्ट कर दियो नहीं सत्संग अर्थ सत्संग रे मु कहू नहीं साधु संत जे गेरुआ पिंदी ओरला करथबो से संत ना दुनिया रे भल पिला मान सहित मिस भल लोक मान को ज्ञान ग्रहण कर और ये जीवन को बहुत उच्च स्तर पर इति कोई मन भक्ति रखछि।